ଆପଣ ଚିକେନ୍ ଖାଉଛନ୍ତି କି? ନନଭେଜ୍ ଖାଉଥିବା ଲୋକମାନେ ଚିକେନ୍ ଖାଇବାକୁ ବହୁତ ଭଲ ପାଆନ୍ତି। ଆମ ଇଣ୍ଡିଆରେ ବହୁତ ଲୋକ ଚିକେନ୍ ଖାଆନ୍ତି। ଆଜି ଚିକେନ୍ ଖାଇଲେ କ'ଣ କ୍ଷତି ସବୁ ହୁଏ ସେ ବିଷୟରେ ଆଲୋଚନା କରିବା। ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ଟୁ ଟିଫିନ୍ ଟାଇମ୍। ଆପଣ ତ ଦେଖୁଛନ୍ତି ରେଗୁଲାର ଆମର ଡ୍ରିଙ୍କସ୍, ଆଉ ଏ 2-3 ପ୍ରକାର ଫ୍ରୁଟ୍ସ, ଆଉ ଇଏ ରହିଛି ବଏଲ୍ ଏଗ୍। ଆଉ ଆପଣଙ୍କୁ ସବୁବେଳେ ମୁଁ କହୁଛି ଆପଣ ଆଲକାଲାଇନ୍ ପାଣି ପିଅନ୍ତୁ, ନିଶ୍ଚିତ ସୁସ୍ଥ ଆଉ ନିରୋଗ ରହିବେ। ମୁଁ ଏବେ କହୁଥିଲି ନା ଚିକେନ୍ ଆମ ଭାରତରେ ବହୁଳ ଭାବେ ଖିଆଯାଏ। ବହୁତ ଲୋକ ଚିକେନ୍ ବିନା ଖାଦ୍ୟ ଖାଆନ୍ତିନି। ଚିକେନ୍ ଖାଇଲେ କେତେ ଯେ କ୍ଷତିକାରକ ଆପଣ ଇମାଜିନ୍ କରିପାରିବେନି। କାରଣ ଯେଉଁ ଚିକେନ୍‌କୁ 4ରୁ 5 ମାସ ଲାଗିବା କଥା ହବା ପାଇଁ, ଆଉ ଆଜିର ମଣିଷ ଡେଭଲପ୍ ମାଇଣ୍ଡ ନେଇକିରି ତାକୁ କେମିକାଲ ମେଡ଼ିସିନ୍ ୟାଡ୍ ସ୍ୟାଡ୍ ଦେଇ 30ରୁ 40 ଦିନ ଭିତରେ ଖାଇବା ଯୋଗ୍ୟ କରିଦେଉଛି, 2-3 କେଜିର କରିଦେଉଛି। ତାକୁ ଆମେ ଖାଇବା ଦ୍ୱାରା ସେଥିରୁ ଆମୋନିୟମ୍ ନାଇଟ୍ରେଟ୍ ବାହାରେ ଚିକେନ୍‌ରୁ। ଆମୋନିୟମ୍ ନାଇଟ୍ରେଟ୍ ଯେଉଁଟାକି ଆମର ଦୃଷ୍ଟି ଶକ୍ତିରେ ପ୍ରଭାବ ପକାଏ। ଆପଣ ଦେଖୁଥିବେ ଆଜିକାଲି ବହୁତ ଲୋକଙ୍କର କମ୍ ଏଜ୍‌ରୁ ମାନେ ଦେଖିବା ତାଙ୍କର କ୍ଲିଅର୍ ହେଉନି, ଭିଜନ୍ କ୍ଲିଅର୍ ହେଉନି। ତେଣୁକରି ତା'ର ପ୍ରଭାବ ହେଉଛି ଚିକେନ୍। ଚିକେନ୍ ଖାଇଲେ ଏମିତି ହେବ। ଆଉ ଚିକେନ୍‌ର କ'ଣ ପ୍ରଭାବ? ନା ଚିକେନ୍ ଯଦି ଆମେ ଛୋଟ ଝିଅମାନଙ୍କୁ ଦେଉଛେ, ପିଲାମାନେ ବହୁତ ଖୁସିରେ ଚିକେନ୍ ଖାଆନ୍ତି। ଛୋଟ ଝିଅମାନେ ଖାଇଲେ ସେମାନଙ୍କର ପ୍ରିମ୍ୟାଚୁଅର୍ ହେଇଯିବେ ସେମାନେ, ମାନେ ସମୟ ପୂର୍ବରୁ ସେମାନେ ମ୍ୟାଚୁରିଟି ପାଇବେ। ତାପରେ କ'ଣ ହେବ ନା ହର୍ମୋନାଲ୍ ଇଫେକ୍ଟ ତାଙ୍କ ଉପରେ ବହୁତ ପଡ଼ିବ। ତାଙ୍କର ମେନଷ୍ଟ୍ରୁଏସନ୍ ପ୍ରୋବ୍ଲେମ୍, ତାଙ୍କର ବହୁତ ପ୍ରକାର ଡିଜଅର୍ଡର ବାହାରିବ। ମାନେ ଚିକେନ୍‌ଟା ହର୍ମୋନାଲ୍ ଇଫେକ୍ଟ ପକାଏ। ଆଉ ସମସ୍ତେ ତ ଆମେ ଚିକେନ୍ ଖାଇବାକୁ ଭଲ ପାଏ। ଆମେ ଯଦି ଚିକେନ୍ ବହୁ ମାତ୍ରାରେ ଖାଇବା, ତାହେଲେ ଆମ ବଡ଼ିରେ ଆମେ ଯାହା ମେଡ଼ିସିନ୍ ଖାଇବା ଆଉ କାମ କରିବନି। ଆପଣ ଟିକେ ଫିଲ୍ କରିବାକୁ ଚେଷ୍ଟା କରନ୍ତୁ। ମୁଁ ତ ନିଜେ ଫିଲ୍ କରିଛି। ମୁଁ ପୂର୍ବରୁ ବହୁତ ଚିକେନ୍ ଖାଏ। ଏବେ ଚିକେନ୍ ଖାଇବା ବହୁତ କମେଇ ସାରିଲାଣି। ୱିକ୍‌ରେ ଥରେ ଖାଉଛି କିମ୍ବା ମାସକରେ ଥରେ ଖାଉଛି। ଆମେ ଯଦି ଚିକେନ୍ ଖାଇବା, ଆମେ ଯେକୌଣସି ମେଡ଼ିସିନ୍ ଟିକେ ଖାଇଲେ ଭଲ ହେଇଯାଉଥିଲା, ଆମର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବଢ଼ି ହେଇଯାଉଛି। କାରଣ ଆଣ୍ଟିବାୟୋଟିକ୍ ଦିଆଯାଉଛି ଚିକେନ୍‌କୁ ଏତେ ସବୁ ଶୀଘ୍ର ବଢ଼ିବା ପାଇଁ, କୁଇକ୍ ରେସ୍ପନ୍ସ ପାଇଁ। ତାହେଲେ ଆମେ ସେସବୁ ଖାଇଲେ ଆମ ଶରୀରରେ ତା'ର ଇଫେକ୍ଟ ପଡ଼ିବ ନା ପଡ଼ିବନି ଆପଣମାନେ କୁହନ୍ତୁ। ଆପଣଙ୍କୁ ଚିକେନ୍ ଖାଇବା ପାଇଁ ମୁଁ ଏଇଥିପାଇଁ ବାରଣ କରୁଛି। ଆପଣ ଯଦି ଖାଇବାକୁ ନନଭେଜ୍ ପସନ୍ଦ କରୁଛନ୍ତି, ତାହେଲେ ଦେଶୀ ମାଛ ଖାଇବାକୁ ଚେଷ୍ଟା କରନ୍ତୁ। ଆଉ ଯେତେ କମ୍‌ରୁ କମ୍ ଚିକେନ୍ ଖାଇବାକୁ ଚେଷ୍ଟା କରନ୍ତୁ। ଆପଣଙ୍କୁ ଯଦି ଏ କଥାଟା ଭଲ ଲାଗିଲା, ତାହେଲେ ନିଶ୍ଚିତ ୟୁଟ୍ୟୁବରେ ସେୟାର, ଲାଇକ୍, କମେଣ୍ଟ କରିବାକୁ ଭୁଲିବେନି। ଆଉ ଆପଣ ମାସକେ କେତେଥର ଚିକେନ୍ ଖାଉଛନ୍ତି ମୋତେ ନିଶ୍ଚିନ୍ତ ଜଣାଇବେ। ରହିଲି, ଜୟ ଜଗନ୍ନାଥ।